ସମସ୍ତଙ୍କୁ ପୁଣି ଥରେ ସୁସ୍ୱାଗତ ବିରଜା ବ୍ଲଗ୍ସ ଓଡ଼ିଆ ଚ୍ୟାନେଲକୁ। ଆଜି ଚାଲନ୍ତୁ ସୁଜି ଉପମା ବନେଇବା। ମୁଁ କେମିତି ବନେଇଛି ସୁଜି ଉପମା ଦେଖନ୍ତୁ। ଆଉ ସୁଜି ଉପମା ହାଲୁଆ ଆମେ ତ ସମସ୍ତେ ବନାଉଛନ୍ତି, କିନ୍ତୁ ମୁଁ ଗୋଟେ ଅଲଗା ଟାଇପ୍ର ଆଜି ବନେଇଛି। ଆଉ ବିନା ଭୃଷଙ୍ଗ ପତ୍ରରେ ମୁଁ ବନେଇଛି। ପ୍ରଥମେ କ'ଣ କରିଛି ନା, ମୁଁ କଢ଼େଇ ବସେଇକି ଗ୍ୟାସରେ ରିଫାଇନ୍ ଅଏଲ୍ ନେଇଛି। ରିଫାଇନ୍ ଅଏଲ୍ରେ ଜିରା ଫୁଟଣ କରିଛି। ତାପରେ କଞ୍ଚା ଲଙ୍କା ଟିକେ ଭାଜି ହେଇସାରିଲା ପରେ ଡାଇରେକ୍ଟ ମୁଁ ଟମାଟୋ ଆଡ଼୍ କରିଛି। ଟମାଟୋ ଦୁଇଟା, ଅଳ୍ପ ଟିକେ ଖଟା ଅଂଶ ରହିବ। ତାପରେ ପାଣି ଦେଇଛି। ପାଣିରେ ଟମାଟୋ ଯେତିକି ଆପଣ ସୁଜି ନେବେ ସେଇ ହିସାବରେ ନେବେ ପାଣି। ତାପରେ ଟମାଟୋ ସିଝି ଯାଇଥିବ, ଯେତେବେଳେ ସେ ପାଣିରେ ସିଝିଯିବ, ତାପରେ ଏମିତି ଭଜା ସୁଜିକୁ ଅଳ୍ପ ଅଳ୍ପ କରିକି କଡ଼େଇରେ ଘାଣ୍ଟିବେ। ମୁଁ ଅଲରେଡ଼ି ସୁଜିକୁ ଭାଜିକି ରଖିଦେଇଥିଲି। ମୁଁ କୌଣସି ତେଲ ବା ଘିଅରେ ଭାଜିନି, କଞ୍ଚା ସୁଜି ଖାଲି ସେମିତି ଭାଜିକି ରଖିଦେଇଥିଲି। ଭଜା ସୁଜିଟା ଟିକେ ହାଲୁଆ ଉପମା ଯାହା କଲେ ବି ଟିକେ ଟେଷ୍ଟ ଲାଗେ। ଆଉ ଆପଣମାନେ ଯଦି କଞ୍ଚା ସୁଜିରେ କରିବେ ତାହେଲେ ମଧ୍ୟ ଭଲ କଥା, କିଛି ଅସୁବିଧା ନାହିଁ। ତାପରେ ଦେଖନ୍ତୁ ସୁଜି ସିଝିବା ପାଇଁ ଛାଡ଼ିଦେବା ଆମେ। ସୁଜି ସିଝିଗଲାଣି, ଆଉ ଅଳ୍ପ ସିଝିବ। ଦେଖନ୍ତୁ ପାଣି ସବୁ ମରିଗଲା, ସୁଜି ସିଝିଗଲା ସବୁ। ଆଉ ଦେଖନ୍ତୁ ଆଉ ଅଳ୍ପ ସିଝିଗଲେ ଆମେ ଓହ୍ଲେଇ ଆଣିବା। ଆଉ ଅଳ୍ପ ଖଟା ଲାଗିବ, ଯେହେତୁ ଦୁଇଟି ବଡ଼ ଟମାଟୋ ପଡ଼ିଛି ଗୋଟେ ଗିନା ସୁଜିରେ। ଗିନା ସୁଜି 150 ଗ୍ରାମ ପାଖାପାଖି ହେବ ସୁଜିରେ ବଡ଼ ଟମାଟୋ ଦୁଇଟି ପକାଇଛି। ଆଉ କିଛି ମିଶେଇନି। ବିନା ଭୃଷଙ୍ଗ ପତ୍ର, ଜିରାର ଯେଉଁ ତା'ର ଫ୍ଲେଭରଟା ଆସିବ, ଆଉ ବହୁତ ବଢ଼ିଆ ଲାଗିବ। ଆଉ ଆପଣ ଏମିତି ଥରେ ବନାନ୍ତୁ, ଖୁଆନ୍ତୁ। ଆଉ କେମିତି ଲାଗିଲା ଉପମା କମେଣ୍ଟ ବକ୍ସରେ କହିବେ। ହଁ, ଆଉ ଗୋଟିଏ କଥା, ଆଉ କ'ଣ ସବୁ ସାମଗ୍ରୀ ଉପମା କରିବା ପାଇଁ ଆବଶ୍ୟକ, ମୁଁ ଡେସ୍କ୍ରିପସନ୍ ବକ୍ସରେ ଦେଇଦେଇଛି। ତା ସହିତ ଭିଡ଼ିଓରେ ମଧ୍ୟ ଅଛି, ଆପଣ ଲେଖିକି ରଖିପାରିବେ। ପୁରା ଡିଟେଲ୍ସଟା ଦେଇଦେଇଛି, କ'ଣ ସବୁ ଆବଶ୍ୟକ ସାମଗ୍ରୀ ଆପଣ ଲେଖିକି ରଖନ୍ତୁ। ଆଉ ଠିକ୍ ସେହିପରିକା ବନେଇବେ। ଆଉ ଯଦି ଭୃଷଙ୍ଗ ପତ୍ର ଦେଇକି ବନେଇବେ ଆଉ ଟିକେ ଟେଷ୍ଟ ତା'ର ଅଲଗା ହେବ। ଆପଣ ଯେମିତି ବି ବନେଇ ପାରିବେ। ଆଉ ମୁଁ ପୁଣି ନୂଆ ଭିଡ଼ିଓ ନେଇକି ଆସିବି। ମୋର ସମସ୍ତ ଭିଡ଼ିଓ ଆପଣମାନେ ଦେଖୁଥାନ୍ତୁ। ଆଉ ଯଦି କେହି ନୂଆ ଥିବେ ଗୋଟେ ସବସ୍କ୍ରାଇବ୍ କରିବେ।